ଏବଂ ଆଲୋଚନା ଏବଂ ପୁନରାଲୋଚନା ବି ହେଇସାରିଛି। ମୁଁ ଏଥିରୁ 6ଟି ପାରାଗ୍ରାଫ ଆଗରୁ ଆଉ ଥରେ ରିପିଟ୍ କରିଛି। ଆଜି ମୁଁ 7 ପାରାଗ୍ରାଫ କରିବି ରିପିଟ୍। ମୁଁ ଆକୁ ରିପିଟ୍ କରିବାର ଉଦ୍ଦେଶ୍ୟ ହେଉଛି ମୁଁ ନିଜେ ଆକୁ ପଢ଼ିନି, ମୁଁ ସବୁ ବାପା ଭାଇମାନେ ଯାହା କହିଛନ୍ତି ତାକୁ ଶୁଣିଛି। ସେମାନେ ଖୁବ ସୁନ୍ଦର ଭାବରେ ଆକୁ ବିଶ୍ଳେଷଣ କରିଛନ୍ତି ଏବଂ ମୁଁ ତାଙ୍କ ସହିତ ପୁଣି ଥର ତାକୁ ରିଭିଜନ କରାଉଛି। କାହିଁକି ଏଇଟା ମୋର ବି ଦରକାର ହେଉଛି। ତାପରେ ଶ୍ରୀ ଅରବିନ୍ଦଙ୍କର ଯାହା ତାକୁ ଯେତେ ଥର ପଢିଲେ ବି ସୁଦ୍ଧା ତଥାପି ସେଥିରୁ ଆହୁରି କିଛି ବାକି ରହିଲା ବେଳେ ଲାଗେ। ଯାହା ହଉ ଆମେ ସବୁ ଯୋଉ ଏପର୍ଯ୍ୟନ୍ତ ମୁଁ ବିଗତ ଯୋଉ ପାରାଗ୍ରାଫରେ ଆମେ ଆଲୋଚନା କଲେ ଖାଲି ତାକୁ ଆଉ ଥରେ ମୁଁ ମନେ ପକେଇ ଦଉଛି। ଆମେ ଯଦି ଜଗତର ଅସ୍ତିତ୍ୱକୁ ଚେତନାର ଆଧାରରେ ଦେଖିବା ଏବଂ ତାକୁ ବିଚାର କରିବା, ବର୍ଣ୍ଣନା କରିବା ଆଉ ଅନୁଭବ କରିବା, ତାହେଲେ ଏଇ କିଛି ନୁହେଁ, ଜଗତ ଗୋଟେ ଶକ୍ତିର ଲୀଳା। ଏଇ ଜଗତ ଯୋଉ ଶକ୍ତିର ଲୀଳା ସେ ହେଉଛି ଠିକ ଶକ୍ତିର ଲୀଳା। ସେ ବ୍ରହ୍ମଙ୍କର, ପରମ ବ୍ରହ୍ମଙ୍କର ଚିତ ଶକ୍ତିର ଲୀଳା। କିନ୍ତୁ ଆମେ କାହିଁ ବୁଝିପାରୁନୁ? ଆମେ ଆଗରୁ ଆଲୋଚନା କଲେ ଏଇ ସବୁ କିଛି ଯାହା କିଛି ଜଗତରେ ଘଟୁଛି ତା ପାଇଁ ଗୋଟେ ସିକ୍ରେଟ ୱିଲ୍ ଅଛି, ଗୁପ୍ତ ହେଇକିରି ଗୋଟେ ସଂକଳ୍ପ ରହିଛି ପରମଙ୍କର। ତାରି ଅନୁସାରେ ଏ କାର୍ଯ୍ୟ ସବୁ ହଉଛି, ତାକୁ ମାନିକିରି କାମ କରାହଉଛି। ଇ ସାଧାରଣ ଗତିବିଧି ନୁହେଁ, ସେଇଥିପାଇଁ ଆମେ ବୁଝିପାରୁନୁ। ସାଧାରଣ ଗତିବିଧି ନୁହେଁ ମାନେ ଆମେ ଯୋଉ ପ୍ରାତିଭାସିକ ଜଗତରେ ଅଛୁ, ଏଠି ସବୁ ଯାହା ଘଟୁଛି ସବୁ ତାକୁ ଆମେ କଜ ଆଣ୍ଡ ଇଫେକ୍ଟ ଲ ଅନୁସାରେ କେତେକାଂଶରେ ବୁଝିପାରୁଛୁ, କେତେକ ତତ୍ତ୍ୱକୁ ମଧ୍ୟ ଆମେ ତା ଭିତରେ ପ୍ରବେଶ କରି ହଉଛି। କିନ୍ତୁ ଏଇ ଯୋଉ ଲୀଳାଟି ଜଗତର ଯୋଉ ଶକ୍ତି ଆଉ ଚେତନାର ଲୀଳା ତାକୁ ବୁଝି ହଉନି, ଯୋଉଟା କି ସିକ୍ରେଟ ୱିଲ୍ ଦ୍ୱାରା ପରିଚାଳିତ ହଉଛି। ଏବଂ ସେଇଟା ପ୍ରଭୁ କହିଲେ ତାକୁ ବୁଝିବାକୁ ହେଲେ ଆମର ଇଣ୍ଟୁଟିଭ ପରସେପସନ ଦରକାର। ଇଣ୍ଟୁଟିଭ ହଉଛି ଆମେ ଜାଣିଛେ ମନର ସବୁ ଚେତନାର ଭୂମି, ଯୋଉଟା ସମ୍ବତିଗତ ବା ପ୍ରତିବୋଧାତ୍ମକ ଯଦି ବିଚାରଧାରା ଆସିବ ବା ସେଇଭଳି ଯଦି ଆମେ ଗୋଟେ କଥାକୁ ବୁଝିପାରୁଥିବା ପ୍ରତିବୋଧ ଦ୍ୱାରା, ପ୍ରତିବୋଧଟା ହେଉଛି ଉଚ୍ଚତର ମନ ଏବଂ ତାପରେ ଯୋଉ ଜ୍ୟୋତିର୍ମୟ ମନ ଇଲୁମାଇନ୍ଡ ମାଇଣ୍ଡ, ତାକୁ ଅତିକ୍ରମିକି ଉପରେ ଅଛି ଯୋଉଟା ଇଣ୍ଟୁଟିଭ ମାଇଣ୍ଡଟି ଅଛି। ସେଠି ଯୋଉ ସତ୍ୟ ଗୁଡାକ ଶୁଦ୍ଧ ସତ୍ୟ, ପିଓର, ସେଠି ରିଲେଟିଭ ନୁହେଁ, ଅଲମୋଷ୍ଟ ସେ ଟେଣ୍ଡିଂ ଟୁ ଆବସଲ୍ୟୁଟ ଟ୍ରୁଥ। ସେଇ ଜ୍ଞାନଟା ଯେତେବେଳେ ମଣିଷର ଆସିଯିବ ସେଟାକୁ ବୁଝିପାରିବ। କିନ୍ତୁ ଯାହା କିଛି ଆମେ ବୁଝୁଛୁ ସବୁ ପରୋକ୍ଷ ଭାବରେ ବୁଝୁଛୁ, ପ୍ରତ୍ୟକ୍ଷରେ ନାହିଁ। ଏବଂ ସେଇ ଯୋଉ ସିକ୍ରେଟ ୱିଲ୍, ସେ ତାର ଯୋଉ ଚିତ ଶକ୍ତି ଆମେ ଯୋଉ କହିଲେ ତାର ଏଇ ଜଗତରେ ଲୀଳା, ତାର ଉପସ୍ଥିତିକୁ ସେ ସାବ୍ୟସ୍ତ କରୁଛି। କେମିତି ନା ଆମେ ଆଗରୁ ମା ବହିରେ ବି ପଢିଛେ ଯେ ପ୍ରକୃତି ହେଉଛି ଏକ୍ଜିକ୍ୟୁଟିଭ ଫୋର୍ସ। ବିଶ୍ୱ ପ୍ରକୃତି ଜଗତରେ ଯାହା କିଛି କରୁଛି, ଏଠି ପ୍ରଭୁ ଗତ ପାରାଗ୍ରାଫରେ ଆମେ ପଢିଲେ ସେ କଣ କରୁଛି, ଟୁ ସାଟିସ୍ଫାଏ ପୁରୁଷା ବା ପୁରୁଷ ଚେତନାକୁ ସେ ସାଟିସ୍ଫାଇ କରିବାକୁ ଏ କାର୍ଯ୍ୟ ଗୁଡ଼ିକ ସବୁ କରୁଛି। ଏ କଥା ଆମେ ଗୋଟେ ବୋଧେ ପାରାଗ୍ରାଫରେ ପଢିଥିଲେ। ବା ସେ ଯୋଉ ସାକ୍ଷୀ ରୂପରେ ଯିଏ ଅଛନ୍ତି ପୁରୁଷ, ଯାହାଙ୍କୁ ଭୋକ୍ତା ବୋଲି କୁହାଯାଏ, ତାଙ୍କୁ ସେ ତୃପ୍ତି ସାଧନ ପାଇଁ ସେ ପ୍ରକୃତିର ଲୀଳା। ବା ତାକୁ ମଧ୍ୟ କହିପାରିବା ଏଇ ଯୋଉ ଶକ୍ତି ସ୍ପନ୍ଦନରେ ନିଜେ ପୁରୁଷ ତାର ପ୍ରତିବିମ୍ବିତ କରୁଛି। ତାମାନେ ଗୋଟେ ଅଇନାରେ ଆମ ମନ ଗୋଟେ ଛବିଟାକୁ ଆମେ ଅଇନାରେ ଗୋଟେ ଇମେଜ ପଡେ, ସେମିତି ସେ ପ୍ରତିବିମ୍ବିତ କରୁଛନ୍ତି କୋଉଥିରେ ନା ଏଇ ଯୋଉ ସ୍ପନ୍ଦନ ଭିତରେ, ସେଇ ସ୍ପନ୍ଦନ ଗୁଡିକ ସହିତ ସେ ଏକାତ୍ମ ହେଇଯାଉଛନ୍ତି। କୋଉ ସ୍ପନ୍ଦନ? ଯୋଉଟା ପ୍ରକୃତି ଯୋଉ କାର୍ଯ୍ୟ କରୁଛି, ପ୍ରକୃତିଙ୍କର ଯୋଉ ଏକ୍ଜିକ୍ୟୁଟିଭ ଫୋର୍ସର ବା କାର୍ଯ୍ୟକାରିଣୀ ଶକ୍ତିର ଗୋଟେ ସ୍ପନ୍ଦନ ଅଛି। ଆଉ ସେଇ ସ୍ପନ୍ଦନଟା ହିଁ ପ୍ରକୃତରେ ସବୁକିଛି ମାନେ ରୂପ ଯାହା କିଛି ସବୁକିଛି ସେ ଜଗତର ସୃଷ୍ଟିରେ ସେ ହିଁ ରୂପାୟନ ଦଉଛି। ତ ଏଇ କଥା ଆମେ ସେଥିରେ ଆମେ ପଢିଥିଲେ ବା ମୋଟ ବେଳେ ନେଇଥିଲେ କଣ, ଯେ ଏଇ ଜଗତଟା ପ୍ରକୃତରେ ଇଟ୍ ଇଜ ପ୍ଲେ ଅଫ୍ ମଦର, ଦ ଡିଭାଇନ ମଦର।
ଏବଂ ସିଏ ହଉଛନ୍ତି ପ୍ରକୃତରେ କଣ ନା ଜନନୀଙ୍କର ଲୀଳାଟା ହିଁ ଏ ଜଗତ ବୋଲି ଆମେ ବୁଝିବା। ଏ କଥାଟା ଆମେ ଆଗରୁ ଜାଣିଥିଲେ। ତାପରେ ଯୋଉ ପଢିଲେ ଆମେ 6th paragraph ଗତ ଥର ପଢୁଥିଲେ, ବୋଧେ ଦିନେ ପୂର୍ବରୁ ପଢୁଥିଲେ, ସେଥିରେ ଆମେ ଯାହା ଜାଣିଲେ ଯେ ଏଇ ଜଗତଟା ଯୋଉଟା ଆମେ ଦେଖୁଛୁ, ଏଇ ଜଗତର ଯୋଉ ଅସ୍ତିତ୍ୱକୁ ଦେଖୁଛୁ ଏବଂ ତାର ସମ୍ପର୍କ ଦେଖିଲେ କାହା ସାଙ୍ଗରେ ଅଛି ନା ତାର ସମ୍ପର୍କ ରହିଛି ସେଲ୍ଫ ଡିଲାଇଟ୍ ସହିତ। ଆଉ ମାନେ ଶାଶ୍ୱତ ଭାବରେ ଯୋଉ ସତ୍ତାଟି ଏକ୍ଜିଷ୍ଟ କରୁଛି ଏକ୍ଜିଷ୍ଟେଣ୍ଟ ବିଙ୍ଗ ସହିତ ସମ୍ପର୍କ ରହିଛି, ତେଣୁ ଆମେ ତାକୁ ସେଇଭଳି ରିଗାର୍ଡ କରୁଛୁ, ତାକୁ ଡେସ୍କ୍ରାଇବ କରୁଛୁ, ତାକୁ ଅନୁଭବ ବି କରୁଛୁ। କାହା ଭଳି ନା ଆମେ ବହୁତ ଡିଟେଲ ଡିସ୍କସନ କରିଥିଲେ ଗୋଟେ ଛୋଟ ପିଲାର ଖୁସି ଗୋଟେ, କି ଗୋଟେ କବିର ଯୋଉ ଗୋଟେ କବିତା ଯୋଉ ସୃଷ୍ଟି କଲା, ବା କିଛି ଗୋଟେ ତାର ଯୋଉ ସୃଜନଶୀଳତାର ଖୁସି, ବା ଗୋଟେ ଆକ୍ଟରର ଯୋଉ ଜୟ, ବା ଗୋଟେ ମେକାନିସିଆନର, ଏଇସବୁ କଥା ଆମେ କରିଥିଲେ ଗତକାଲି କିମ୍ବା ତା ଆଗ ଦିନ ଆମେ ଡିସ୍କସନ କରିଛେ। ତ ସେଇଟାକୁ ପ୍ରଭୁ କହୁଛନ୍ତି ଏଠି ଯେ ଏଇ ଯୋଉ ଜୟ, ଏଇ ଯୋଉ ଆନନ୍ଦ ଗୁଡ଼ିକ, ଏଗୁଡିକ ସବୁ କୋଉଠୁ ଆସିଲା? ଏଇ ବସ୍ତୁ ଭିତରେ, ବ୍ୟକ୍ତି ଭିତରେ, ଜୀବ ନିର୍ଜୀବ ଭିତରେ, ସଜୀବ ଭିତରେ, ଯୋଉଟା ପରପେଚୁଆଲି ଚାଲିଛି, ଏକ୍ସଷ୍ଟ ଜମା ହଉନି। ସେ ସୃଷ୍ଟି ହଉଛି, ପୁଣି ଆଉ ଥରେ ରିକ୍ରିଏଟ ହଉଛି, ଯେମିତି ସେଲର ସୃଷ୍ଟି ହୁଏ, ସେଲ ଡିଭିଜନ ହୁଏ, ସେମିତି ଚାଲିଛି। ଯିଏ କ୍ରିଏଟ୍ରିକ୍ସ ସେ ସବୁବେଳେ ଗଢୁଛନ୍ତି, ଭାଙ୍ଗୁଛନ୍ତି, କିନ୍ତୁ ଏଇଟା ପ୍ରକୃତରେ କ୍ରିଏଟର ହଉଛନ୍ତି କିଏ ନା, ସେଥିପାଇଁ କହୁଛନ୍ତି ରିକ୍ରିଏଟିଂ ଆଣ୍ଡ କ୍ରିଏଟିଂ ହିମସେଲ୍ଫ ଇନ୍ ହିମସେଲ୍ଫ। ସେମାନେ ନିଜେ ବ୍ରହ୍ମ ନିଜ ଭିତରେ ସବୁ କିଛିକୁ ସୃଷ୍ଟି କରୁଛନ୍ତି, ଦରକାର ହେଲେ ଭାଙ୍ଗୁଛନ୍ତି, ପୁଣି ଆଉ ଥରେ ସୃଷ୍ଟି କରୁଛନ୍ତି। ସେଇଟାକୁ ତ ତାଙ୍କର ଲୀଳାର ଆନନ୍ଦ ପାଇଁ କରୁଛନ୍ତି, ସେ କ୍ରିଏସନର ଗୋଟେ ଆନନ୍ଦ ପାଇଁ। ଆଉ ତାକୁ ବି ସେ ରିପ୍ରେଜେଣ୍ଟ କରୁଛନ୍ତି। ତାକୁ କେମିତି ରିପ୍ରେଜେଣ୍ଟ କରୁଛନ୍ତି? ଯେମିତି ଗୋଟେ ନାଟକରେ, ଏଠି ପ୍ରଭୁ କହୁଛନ୍ତି ଗୋଟେ ନାଟକରେ ନାଟକ, ଯିଏ ନାଟ୍ୟକାର ଜଣେ ରହିବ, ଯିଏ ନାଟକ କରେ, ଆଉ ଜଣେ ତା ଦେହରେ ମାନେ ଯୋଉଠି ଆମେ କହୁଛେ ପେଣ୍ଡାଲ କହୁଛେ, ସେ ପେଣ୍ଡାଲଟା ରହିବ, ଗୋଟେ ନାଟକ ବି ରହିବ। ଇଏ ସବୁ ଜାଗା ସିଏ କାମ କରନ୍ତି। ଏଠି ଯୋଉ ଆମେ ଆଲୋଚନା କଲେ, ସେଥିରେ ଆମେ କହିଲେ ଯେ ହି ହିମସେଲ୍ଫ ଇଜ ପ୍ଲେ, ହିମସେଲ୍ଫ ପ୍ଲେୟାର, ହିମସେଲ୍ଫ ଦି ପ୍ଲେଗ୍ରାଉଣ୍ଡ। ତେଣୁ ଏ ସମସ୍ତ ସୃଷ୍ଟିରେ, ଏଇ ଜଗତରେ ଯଦି ଗୋଟେ ଖେଳ ପଡିଆ ଆମେ ନବା, ସେଠି ସେ ନିଜେ ହିଁ ଖେଳାଳି, ନିଜେ ହିଁ ଖେଳ, ଏ ସବୁ କିଛି ସେ ନିଜେ। ଏଇ କଥାଟା ଆମେ ଗତ ପାରାଗ୍ରାଫରେ ଦେଖିଲେ। ଆଉ ତାପରେ ସିଏ ସବୁବେଳେ ତରୁଣ, ମାନେ ଚିର ତାରୁଣ୍ୟତା ତାଙ୍କର ଅଛି, ତାଙ୍କର ଆନନ୍ଦ, ଶାଶ୍ୱତ ଆନନ୍ଦ, ସେଟା ଅବିରାମ ଭାବରେ ସେ ଆତ୍ମାର ଆନନ୍ଦ ଅଛି। ଆଉ ସେ ତାଙ୍କର ନିଜକୁ ଆତ୍ମପ୍ରକାଶ କରିବା, ଉପସ୍ଥାପନା କରିବା, ସିଏ ବି ମଧ୍ୟ ଗୋଟେ ଆନନ୍ଦମୟ ଅନୁଭୂତି। ଏଇସବୁ କଥା ଆମେ ଡିସ୍କସନ କରିଥିଲେ। ତାପରେ ଆଉ ଗୋଟେ କରିଥିଲେ ଯେ ଏଇ ଯୋଉ ଶାଶ୍ୱତ ଅବିଚଳ ବା ଅପରିବର୍ତ୍ତନୀୟ ଯୋଉ ସଚ୍ଚିଦାନନ୍ଦ, ମନେ ରଖିବାକୁ ପଡିବ, ସଚ୍ଚିଦାନନ୍ଦ ହଉଛନ୍ତି ଇନ୍ ଷ୍ଟାଟିକ ଷ୍ଟାଟସ୍, ସିଏ ହଉଛନ୍ତି ଶାଶ୍ୱତ, ଅବିଚଳ ଆଉ ଅପରିବର୍ତ୍ତନୀୟ। ଅର୍ଥାତ୍ ସିଏ ତାଙ୍କର ଇମ୍ୟୁଟେବୁଲ। ତିନିଟା ଜିନିଷ ଆମେ ମନେ ରଖିବା। ଗୋଟେ ହଉଛି ଇଟର୍ନାଲ, ଶାଶ୍ୱତ କାଳ ପାଇଁ, ଇଜ ବିୟଣ୍ଡ ଟାଇମ୍ ଆଣ୍ଡ ସ୍ପେସ୍, ଆଣ୍ଡ ହି ଇଜ ଷ୍ଟେବୁଲ, ସବୁବେଳେ ସେ ଅବିଚଳ ଥାନ୍ତି। ଆଉ କଣ ନା ଇମ୍ୟୁଟେବୁଲ, ଇମ୍ୟୁଟେବୁଲ ଅର୍ଥ ହଉଛି ନଟ୍ ଚେଞ୍ଜେବୁଲ, ଯାହାକୁ ଆମେ ଅକ୍ଷର ବୋଲି କହୁ ମଧ୍ୟ ଗୀତାରେ, ଏଠି ମଧ୍ୟ ତାକୁ ଆମେ କହିପାରିବା ଅପରିବର୍ତ୍ତନୀୟ ବା ତାଙ୍କର ପରିବର୍ତ୍ତନ ରହିତ। ସେଇ ଯୋଉ ସଚ୍ଚିଦାନନ୍ଦଙ୍କ ସହିତ ଯୋଉ ବିଶ୍ୱ ଲୀଳାର ଯୋଉ ସମ୍ବନ୍ଧ ଅଛି, ତାକୁ ଆମେ ଏଇ ପ୍ରାୟ 4th ଚାପ୍ଟର ପାଖରୁ ଆମେ ଡିସ୍କସନ କରିକି ଆସୁଛେ। ଲାଷ୍ଟ ଚାପ୍ଟରରେ ପ୍ରକୃତି କଥା, ତା ପୂର୍ବରୁ ମାୟା, ତାପରେ ଏଇ 60 ପାରାଗ୍ରାଫରେ ଲୀଳା, ଏଇସବୁ ବିଭିନ୍ନ ପାରାଗ୍ରାଫରେ ଆମେ ଡିସ୍କସନ କରି ଆସୁଛେ। ସମ୍ବନ୍ଧଟାକୁ ରଖିବାକୁ ସିଏ କଣ ହଉଛି ନା, ମାୟା, ପ୍ରକୃତି ଆଉ ଲୀଳା, ଏଇ କଳ୍ପନାଟି ରହୁଛି। ତିନିଟା ଯାକ ଯେତେ ଆମର ସ୍କୁଲ ଅଫ୍ ଥଟ୍ ଅଛି, ଫିଲୋସଫିକାଲ ଥଟ୍, ବା ଯେତେ ସବୁ ବୈଦାନ୍ତିକ ଚିନ୍ତାଧାରା ଅଛି ବା ତତ୍ତ୍ୱ ଅଛି ବା ଦର୍ଶନର ଯୋଉ ମତ ଅଛି, ଏଇ ତିନୋଟିକୁ ନେଇକି ସେ ପୁରା ରିଲେସନଟାକୁ ସେମାନେ ତାକୁ ହିଁ ସବୁକିଛି ତାଙ୍କର ତତ୍ତ୍ୱ ଭିତରେ ପରିପ୍ରକାଶ କରିଛନ୍ତି। ତେଣୁ କିନ୍ତୁ ପ୍ରକୃତରେ ଆମେ ଆପାତତଃ ଜଣାପଡ଼େ ସେମାନଙ୍କ ଭିତରେ ଗୋଟେ ଅସଙ୍ଗତି ଅଛି। ସେ ମନୋଜିମ ହଉ ବା ପାନ୍ଥେଇଜିମ୍ ହଉ ବା ଡୁଆଲିଜିମ୍ ହଉ,
ବେଦାନ୍ତର ବା ସରଳ ଦର୍ଶନ ହଉ ବା ଯାହା ଆମେ ଯେତେ ଗୁଡ଼ିଏ ସବୁ ଆଉ ସବୁ ଅନ୍ୟାନ୍ୟ ଦର୍ଶନ ତତ୍ତ୍ୱ ଗୁଡ଼ିକ ଯାହା ଅଛି ଆପାତତଃ ବାହ୍ୟ ସ୍ତରରେ ଜଣାପଡ଼ନ୍ତି ପରସ୍ପର ଅଲଗା ବୋଲି, କିନ୍ତୁ ପ୍ରଭୁ କହୁଛନ୍ତି ସେଥିରେ ସେମାନେ କେବଳ ଭିନ୍ନ ଭିନ୍ନ ଲାଙ୍ଗୁଏଜରେ ଭିନ୍ନ ୱେରେ କହୁଛନ୍ତି, କିନ୍ତୁ ଯିଏ ବ୍ରହ୍ମ ଯିଏ ପରମ ସେ ସବୁଥିର ସେଇ ମୂଳ, ସିଏ ହଉଛନ୍ତି ସେଇ ଅଦ୍ୱୟ ମୂଳ ସେ। ତେଣୁ ସେମାନେ ପରସ୍ପର ସହିତ ପରିପୂରକ। ତେଣୁ ସେଇଥିପାଇଁ ଯଦି ଆମେ ଗୋଟେ ଦୃଷ୍ଟିକୋଣର ପରିପୂର୍ଣ୍ଣତା ନେବା, ପ୍ରଭୁଙ୍କର ଗୋଟେ ବିଶେଷ କଥା ହେଉଛି ପ୍ରଭୁ ତାଙ୍କର ଚିନ୍ତାଧାରା ଏଇ ଅଲୱେଜ ସିନ୍ଥେଟିକ୍ ଅର୍ଥ ସମନ୍ୱୟ ଧର୍ମୀ, ମାନେ ସିଏ କୋଉଥିରୁ କୋଉ କଥାଟାକୁ କାଢିବେ ଛାଡିଦେବେନି ପୁରା, ତା ଭିତରେ ଯୋଉ ସତ୍ୟଟି ଅଛି ମାନେ ଯୋଉ ତତ୍ତ୍ୱଟି ସତ୍ୟ ଉପରେ ଆଧାରିତ ସେ ସତ୍ୟଟିକି ଆଣିବେ। ସେ ଯେମିତି ମନେକର ସିନ୍ଥେଟିକ୍ ଯୋଗରେ ଆମେ ପଢୁଛେ ସବୁ ପ୍ରକାରର ଯୋଉ ଯେତେ ସବୁ ଯୋଗ ପଦ୍ଧତି ଅଛି, ଆମର ଜ୍ଞାନ ଯୋଗ ହଉ, ଭକ୍ତି ଯୋଗ ହଉ, କର୍ମ ଯୋଗ ହଉ ବା ଶକ୍ତି ଯୋଗ ହଉ, ଭିନ୍ନ ଭିନ୍ନ ଯୋଗ ଭିତରେ ସମନ୍ୱୟ ସେ ରଖିଛନ୍ତି। ସମନ୍ୱିତ କରିକି ତାପରେ ତାକୁ ପୃଷ୍ଠଭୂମି ଭାବରେ ତିଆରି କରିଛନ୍ତି ଫାଉଣ୍ଡେସନ, ତା ଉପରେ ହିଁ ପ୍ରଭୁଙ୍କର ପୂର୍ଣ୍ଣ ଯୋଗ ସେଉଠୁ ଆରମ୍ଭ ହେଇଛି। ତ ଏଇଠି ସେମିତି ସେ ସବୁ କିଛି ଦର୍ଶନ ତତ୍ତ୍ୱକୁ ଯେତେ ଅଛି ବୁଦ୍ଧିଜିମ୍, ଶଙ୍କରାଙ୍କର ମନୋଜିମ୍, ନନ୍ ଡୁଆଲିଷ୍ଟିକ୍ ମନୋଜିମ୍, ଆଉ ରାମାନୁଜାଚାର୍ଯ୍ୟଙ୍କର, ମାଧବାଚାର୍ଯ୍ୟଙ୍କର, କପିଳ ମୁନିଙ୍କର ଯେତେ ଯେତେ ଦର୍ଶନ ଯାହା ଯାହା ସବୁ ଅଛି ସବୁକୁ ଆକାଉଣ୍ଟକୁ ସେ ନେଇଛନ୍ତି। ଇଭିନ୍ ସାଇଣ୍ଟିଫିକ୍ କନସେପ୍ଟ ଲ ଅଫ୍ କଜ୍ ଆଣ୍ଡ ଇଫେକ୍ଟକୁ ବି ନେଇଛନ୍ତି। ତ ନେଇକିରି ତାପରେ ତାକୁ ସବୁ ସିନ୍ଥେସାଇଜ୍ କରି ସେ ଯାହା ଯାହା ଆମ ମନରେ ସବୁ ସନ୍ଦେହ ଯୋଉଗୁଡ଼ିକ ଆମେ ଅସ୍ତିତ୍ୱର ସବୁ ସମସ୍ୟା ବୋଲି ଗତ ଚାପ୍ଟରରେ ଡିସ୍କସନ୍ କରିଥିଲେ, ଯେ ଏକ୍ଜିଷ୍ଟେନ୍ସର ଯୋଉ ଆନନ୍ଦ ତା ପାଇଁ ଯୋଉ ସମସ୍ୟା ଗୁଡ଼ିକ ଏଥିରେ ତାକୁ ସମାଧାନ କରିକିରିକା ଯାଉଛନ୍ତି। ତ କାହିଁକି ସେ କ'ଣ ସବୁ ଟେକ୍ନିକିକିରି ତାକୁ କରିଛନ୍ତି। ଆଉ ଗୋଟେ କଥା ଆମେ ଜାଣିଥିଲେ ଗତ ଇଏରେ ଯେ ଆମେ ଯୋଉ ଜଗତଟାକୁ ଦେଖୁଛୁ, ଆମେ ଯୋଉଥିରେ ଗୋଟେ ଅଂଶ, ସେଥିରେ କ'ଣ ଏଇଟା ବି ସେଇ ଶକ୍ତିର ଲୀଳା ଖେଳାଟା ଚାଲୁଛି। କାରଣ ଆମେ ବହୁତ ଆଗରୁ ବି ଡିସ୍କସନ୍ କରିଛେ ଯୋଉ ରୂପାୟନ ଗୁଡ଼ିକ ହଉଛି ସେ ହଉଛି ସେ ମୁଭମେଣ୍ଟ ଅଫ୍ ଦି ଫୋର୍ସ, ସେଇ ଶକ୍ତିର ସ୍ପନ୍ଦନ ବା ତାରି ଲୀଳା ଖେଳା ସବୁ ବୋଲି କହିପାରିବା ଆମେ। ଏବଂ ସେଇ ଭିତରକୁ ଯଦି ଆମେ ଯିବା, ତାର ଆପିୟରାନ୍ସ ଭିତରକୁ ଯିବା, ଆମେ ଦେଖିବା ଯେ ତା ଭିତରେ ଗୋଟେ ମ୍ୟୁଟେବୁଲ ରିଜିମ୍ ଅଛି, କ୍ରିଏଟିଭ କନସିୟସନେସ୍ ସେ ନିଜକୁ ପ୍ରୋଜେକ୍ଟ କରୁଛି। କୋଉଠି କରୁଛି ନା ଏଇ ଫେନୋମେନାଲ ୱାର୍ଲଡରେ। ଏଇ ଫେନୋମେନାଲ ୱାର୍ଲଡରେ ଆମେ ଯୋଉ ଟ୍ରୁଥ ଗୁଡାକ ଦେଖୁଛେ ସେଗୁଡ଼ିକ ସବୁ ପ୍ରୋଜେକ୍ଟେଡ ହେଇଛି ଏବଂ ସିଏ ମଧ୍ୟ ମାନେ ଇନଫାନାଇଟ୍ ଆଣ୍ଡ ଇଟର୍ନାଲ ବିଂ, ଅନନ୍ତ ଆଉ ଶାଶ୍ୱତ ସତ୍ତାରେ ଏଗୁଡ଼ିକ ହଉଛି ପ୍ରାତିଭାସିକ ସତ୍ୟ। ପ୍ରାତିଭାସିକ ସତ୍ୟ କ'ଣ, ଆବସଲ୍ୟୁଟ ଟ୍ରୁଥ କ'ଣ, ଆମେ ଗତ ଥର ଆଲୋଚନା କରିଥିଲେ ତାକୁ। କେବଳ ହିଁ ଯିଏ ଅଦ୍ୱୟ ପରମ ସେଇ ହଉଛନ୍ତି ଆବସଲ୍ୟୁଟ ଟ୍ରୁଥ। ତାଙ୍କର ମ୍ୟାନିଫେଷ୍ଟେସନ ବା ତାଙ୍କର ରୂପାୟନ, ତାଙ୍କର ଯୋଉ ବିବିଧତା, ତାଙ୍କର ମଲ୍ଟିପ୍ଲିସିଟି ଏ ଜଗତରେ ଯାହା ସେଗୁଡ଼ିକ ସବୁ ପ୍ରାତିଭାସିକ ସତ୍ୟ, କାରଣ ସେ ପ୍ରୋଜେକ୍ଟେଡ ହେଇଛନ୍ତି ଏଠି। ଏ କଥା ଆମେ କରିଥିଲେ ଏବଂ ଆମେ ମଧ୍ୟ ଆଉ ଆଲୋଚନା କରିଥିଲେ ରିଡିମ୍ କଥା, ଛନ୍ଦ କଥା। ସେଇଟା ଏଥିରେ ଆଉ ଟିକେ ଡିଟେଲ ଅଛି। ସେଇ ଛନ୍ଦଟା ପ୍ରକୃତରେ କ'ଣ, ଏ ଛନ୍ଦର ମର୍ମ କ'ଣ, ତାର ଉଦ୍ଦେଶ୍ୟ କ'ଣ, ଆମେ ଦେଖିବା ତାକୁ ଯେ ସିଏ ହେଉଛି ସେଇ ମାନେ ଅନନ୍ତ ଆତ୍ମାର ଗୋଟେ ରୂପାୟନ ଏବଂ ସେ ଅନନ୍ତ ଆନନ୍ଦ ଲୀଳା ଭିତରେ ଆଉ କିଛି ନୁହେଁ। ଏଇ ଛନ୍ଦର ମର୍ମ କ'ଣ ପ୍ରକୃତରେ ଏଇ ପର୍ଟିକୁଲାର ନେକ୍ସଟ ଏଇ ଯୋଉ ପାରାଗ୍ରାଫଟା ଆମେ ଡିସ୍କସନ୍ କରିବା, ଏଇ ପାରାଗ୍ରାଫରେ କେତେକାଂଶରେ ଜାଣିବା, ତାପରେ ଏଇ ପାରାଗ୍ରାଫରେ ପୁରା କମ୍ପ୍ଲିଟ ହେଇଯାଇଛି। ଏଇ ପାରାଗ୍ରାଫରେ ଜାଣିବା କ'ଣ ନା ଏଥିରେ ଯୋଉ କନସେପ୍ଟଟା ଅଛି ତାକୁ କହନ୍ତି ସିମ୍ଫୋନି। ସିମ୍ଫୋନି ଗୋଟେ ଶବ୍ଦ ପ୍ରଭୁ ଏଠି ୟୁଜ୍ କରିଛନ୍ତି। ସିମ୍ଫୋନିଟା ସବୁ ଅର୍କେଷ୍ଟ୍ରାରେ ସବୁ ୟୁଜ୍ ହୁଏ। ଯେମିତି ଫର ଏକ୍ସାମ୍ପଲ ବିଥୋଭେନ୍, ତାଙ୍କେ ଯୋଉ ଅର୍କେଷ୍ଟ୍ରାଟା ଥିଲା ବହୁତ ବିରାଟ ଥିଲା ସବୁ, ସେଥିରେ ପୁରା ଶହ ଶହ ସବୁ ଥାନ୍ତି, ମାନେ ମାନେ ବେଲା ହଉ ବା ଗିଟାର ହଉ, ସେମାନେ ସବୁ ବିଭିନ୍ନ ବାଦ୍ୟଯନ୍ତ୍ର ସବୁ, କିନ୍ତୁ ସେଗୁଡ଼ା ଗୋଟେ ଟ୍ୟୁନ୍ ହୁଏ, ଗୋଟେ ଛନ୍ଦ ହୁଏ, ତାର ଐକାନ୍ତିକତା ରହେ ସେ ଛନ୍ଦର। ଛନ୍ଦର ନ ହୁଏ ଦ୍ୟାଟ୍ ୱିଲ୍ ବି ନଏଜ୍, ଦ୍ୟାଟ୍ ୱିଲ୍ ନଟ୍ ବି ଏ ମ୍ୟୁଜିକାଲ ସୁଇଟନେସ୍। ସେ ସିମ୍ଫୋନି ଯେମିତି ଏଇଠି ସେମିତି ସେ ଦେଖେଇବେ ଯେ ସେ ଭାଇବ୍ରେସନର ଯୋଉଟା ସିମ୍ଫୋନି, ସେ ଯୋଉଟା ନିଜେ କ୍ରିଏଟରଙ୍କର ଯୋଉ ସିମ୍ଫୋନି ସହିତ ଆମେ ଯେହେତୁ ତାଙ୍କ ସହିତ ଛନ୍ଦାୟିତ ହେଇପାରୁନୁ, ତାହେଲେ କ'ଣ ଅସୁବିଧାଟି ହେଉଛି, କୋଉ କଥାଟା ଆମେ ଜାଣିପାରୁନୁ। ପ୍ରଥମେ ଜାଣିଲୁ ଯେ ଆମର ଇଣ୍ଟୁଟିଭ୍ ପରସେପସନ୍ ନାହିଁ,
ସେଇ ଦୃଷ୍ଟିରୁ ଆମେ ଜାଣିପାରୁନୁ କ'ଣ ପ୍ରକୃତରେ ବ୍ରହ୍ମଙ୍କର ଲୀଳା କୁ ଆମେ ଖାଲି ସିନା ପଢୁଛୁ, ବହିରୁ ପଢୁଛୁ, ପ୍ରଭୁ କହୁଛନ୍ତି, ଆମେ ତାକୁ ବାରମ୍ବାର ସେଇ କଥାକୁ ରିପିଟ୍ କରୁଛୁ, ସେଇ ସେଣ୍ଟେନ୍ସ ଗୁଡା ରିପିଟ୍ କରୁଛୁ, କିନ୍ତୁ ଆକ୍ଚୁଆଲି ସେଇଟା କ'ଣ ଆମେ ଜାଣିପାରୁନୁ। ତାପରେ ସେ କାହିଁକି ଗୋଟେ ଟ୍ରିପଲ ବା ଟ୍ୱିନ୍ ଭ୍ୟୁ ନେଇଛନ୍ତି, ଯୋଉଟା କି ଆମେ ସୁଖ ଦୁଃଖ ଆଉ ଉଦାସୀନତା ଏଇ ତିନୋଟିକୁ କାହିଁକି ଗୋଟେ ଷ୍ଟାର୍ଟିଂ ପଏଣ୍ଟ ଭାବରେ ନେଇଛନ୍ତି। ସେ ଷ୍ଟାର୍ଟିଂ ପଏଣ୍ଟ ଏଇଥିପାଇଁ ନେଇଛନ୍ତି, ଏଇଠି ପରେ କହିଛନ୍ତି ଯେ ଏଇ ଜଗତଟାକୁ ବୁଝିବାକୁ ହେଲେ ଜଗତର ପୃଷ୍ଠଭୂମିରେ କ'ଣ କ'ଣ ଘଟୁଛି ବା ଏଇ ମାନେ ଏଇ ଫେନୋମେନାଲ ୱାର୍ଲଡରେ କ'ଣ ଘଟୁଛି, ସେଇଗୁଡାକରେ ଆମେ ଯାହା ଅନୁଭବ କରୁଛେ ସେଇ ଅନୁସାରେ ତାକୁ ପ୍ରଥମେ ସେଇଠୁ ଆରମ୍ଭ ହଉଛି, ତାପରେ ସେଗୁଡାକ ୟୁନିଫାଏଡ ହେବେ। ସେମାନେ ୟୁନିଫାଏଡ ହେବେ ମାନେ ଗୋଟେ ସେମାନଙ୍କ ଭିତରେ ଗୋଟେ ଏକତ୍ଵ ଆସିବ, ସେମାନେ ୟୁନିଫାଏଡ ହେବେ। ତାପରେ ଏମିତି ଗୋଟେ ସ୍ଥିତି ଆସିବ ଯେତେବେଳେ ଇଏ ଗୁଡିକର କିଛି ରହିବନି, ସୁଖ ଦୁଃଖ ଯୋଉ ଡୁଆଲିଟିର ଯୋଉ ଅନୁଭୂତି ଆଉ ସେଠି କିଛି ରହିବନି, ଏ ସ୍ଥିତି ଆସିବ। ପରେ ଆମେ ତାକୁ ଇଏ କରିବା, କିନ୍ତୁ ପ୍ରଥମେ ସେଇଠୁ ଆଗ ଆରମ୍ଭ କରିବାକୁ ପଡିବ। କାହିଁକିନା ଆମେ ସେଇଟା ଆମେ ପ୍ରକୃତରେ ଅନୁଭବ କରୁଛୁ। ଆମେ ଗୋଟେ ଜିନିଷ ପାଇବାକୁ ଇଚ୍ଛା କରୁଛୁ, ଆମକୁ ଖୁସି ଲାଗୁଛି, ନ ପାଇଲେ ଆମ ମନ ଦୁଃଖ ହଉଛି, ହାରିଗଲେ କୋଉଠି ଗୋଟେ ମନ ଦୁଃଖ ହଉଛି। ଏଗୁଡିକ ସେଇ ଷ୍ଟାର୍ଟିଂ ପଏଣ୍ଟ ସବୁ ଏଇ ସେଇ ଦୃଷ୍ଟିକୋଣ, ବା ହାରୁନକୁ ଜିତୁନ ଚୁପଚାପ ବସୁଛୁ, ମାନେ ଗୋଟେ ତଟସ୍ଥ ଅବସ୍ଥାରେ ରହୁଛୁ। ଏଇସବୁ ଜିନିଷ ସବୁ ଆମେ ମଧ୍ୟ ନିଜେ ଉପଲବ୍ଧି କରୁଛୁ, ଅନୁଭବ ବି କରୁଛୁ। ତ ଏଇ ଦୃଷ୍ଟିକୋଣକୁ ଆଉ ଭଲ ଭାବରେ ତାକୁ ପ୍ରଭୁ ବୁଝିବାକୁ ଯାଇ ସେ କହୁଛନ୍ତି ଯେ ହଁ, ଆଉ ଗୋଟେ କାରଣ ମୁଁ କହିବା ଭୁଲିଗଲି, ଯେ ଆମେ କାହିଁକି ସବୁ ଏଇ ଜଗତର ଦୃଶ୍ୟମାନ ଜଗତରେ ଅଛୁ ବୋଲି ସେଇଗୁଡିକ ଯାହା ହଉଛି, ଯୋଉ ଯୋଉ କ୍ରିୟା ସବୁ ହଉଛି, ଆନନ୍ଦର ଲୀଳା ଚାଲିଛି, ସେ ଲୀଳାକୁ ଆମେ ନିଜେ ଜାଣିପାରୁନୁ। ଯୋଉଟା ଗାଇଡେଡ ବାଇ ସିକ୍ରେଟ ୱିଲ୍, ତାକୁ ଆମେ ବୁଝିପାରୁନୁ ମଧ୍ୟ। ତା ଭିତରେ ଏତେ କଥା ରହୁଛି, ସେ କଥାଟାକୁ ଆମେ ଜାଣିପାରୁନୁ। ପ୍ରଥମ କଥା ହେଲା ଜାଣିପାରୁନୁ ଏଇଥିପାଇଁ ଯେ ଇଣ୍ଟୁଟିଭ ପରସେପସନ ନାହିଁ। ଦ୍ୱିତୀୟରେ ଏଠି କ'ଣ ହଉଛି ନା, ଆମେ ଯୋଉ ଜଗତରେ ଅଛେ ଏଥିରେ ପ୍ରିଡୋମିନେଟିଂ କିଏ ପ୍ରକୃତରେ? ଗୋଟେ ହଉଛି ଇଗୋ, ଆଉ ଗୋଟେ ହଉଛି ଇଗ୍ନୋରାନ୍ସ। ଏ ଇଗ୍ନୋରାନ୍ସ, ଇଗୋ ଆଉ ଅନ୍ଧକାର, ଯୋଉ ମାନେ ଅନ୍ଧକାର ମାନେ ନଲେଜର ଅଭାବ, ଏମାନେ ପ୍ରକୃତରେ ଅନୁଭବ କରିପାରିବେନି ପରମାନନ୍ଦ। ଯେଉଁ ପର୍ଯ୍ୟନ୍ତ ଅହଙ୍କାର ହବା ବା ଆମେ ସେଇ ଇଗ୍ନୋରାନ୍ସ ଭିତରେ ରହିଥିବା, ତାହେଲେ ପରମାନନ୍ଦ ଅଛନ୍ତି, ସବୁଠି ଅଛନ୍ତି, ଆଟ୍ ଏଭ୍ରି ପ୍ଲେସ୍। ଆମେ ଦେଖିବା କରିବା ସବୁଠି ଅଛନ୍ତି, କିନ୍ତୁ ଆମେ ତାଙ୍କୁ ଜାଣିପାରିବା। ଆମର କ'ଣ, ଆମେ ଜାଣିଛୁ ଦୁଃଖ ସୁଖ ଆମେ ପାଉଛୁ। ଅନ୍ୟତ୍ର ଆପଣମାନେ ତୁମେ କ'ଣ ଦୁଃଖ ପାଉଛ? ତୁମେ ଯୋଉ କହୁଛ ଦୁଃଖ ପାଉଛ, ମୁଁ ପୁରା ପାଉଛି କ'ଣ ପାଇଁ? ତେଣୁ ତୁମ ଭିତରେ ସେମିତି ଦେଖିଲେ ବ୍ରହ୍ମ ସବୁଠି ଅଛି। ତାହେଲେ ସେଠି କିଏ ପ୍ରକୃତରେ ଦୁଃଖ ପାଉଛି? ଆମେ କ'ଣ ପାଉଛୁ? ଖାଉଛୁ। ତ ଆମ ଭିତରେ କିଏ ଅଛି? ବ୍ରହ୍ମ ଅଛନ୍ତି। ତେଣୁ ବ୍ରହ୍ମ ବ୍ରହ୍ମକୁ ବ୍ରହ୍ମ ଯଦି ଖାଉଛି ବା ଖାଇପାରୁଛି, ତେଣୁ ଆମେ ଯୋଉ କଷ୍ଟ ଭାବୁଛେ ଏଠି ହାରିଗଲୁ, ଏଇଟା ଆମେ ପାଇଲୁନି, ଆମେ ଦୁଃଖୀ ହେଇଗଲୁ, କିନ୍ତୁ ଯେତେବେଳେ ଆମେ ସେଇ ଜ୍ଞାନଟି ଆମ ପାଖରେ ପଳେଇ ଆସିବ, ସେଇ ଶୁଦ୍ଧ ଜ୍ଞାନଟି ପଳେଇ ଆସିବ, ଆଉ ବୋଧି ଜ୍ଞାନଟା ପଳେଇ ଆସିବ, ଏବଂ ଆମ ଭିତରୁ ସେ ଅହଙ୍କାର ପତଳା ହେଇଯିବ, ଅଜ୍ଞାନତା ଦୂର ହେଇଯିବ, ଆମେ ଶୁଦ୍ଧ ଜ୍ଞାନ ପାଇଯିବା, ସେତେବେଳେ ଆମେ ଅସଲ ବୁଝିପାରିବା ଯେ ଏଇ ଲୀଳାଟା କ'ଣ ପ୍ରକୃତରେ, ଏ ବୈଚିତ୍ର୍ୟ କ'ଣ, ଇଏ ଯୋଉ ଆନନ୍ଦର ଯୋଉ ସେ ଆମେ ଆଲୋଚନା କଲେ, ଆମେ କ'ଣ ଗୋଟେ ଛୋଟ ପିଲାର ଆନନ୍ଦଟାର କାରଣ ବୁଝିପାରୁଛୁ? ତାକୁ ଖାଲି ଦେଖି ଖୁସି ହଉଛୁ ଆମେ, କିନ୍ତୁ ଆମେ ଯୋଉ ଖୁସି ହଉଛୁ ସେଟା ମାନେ ପ୍ରାତିଭାସିକ ଭାବରେ ଯୋଉ ଖୁସି, ସେଟା ସ୍ୱତଃସ୍ଫୂର୍ତ୍ତତା ନାହିଁ, ସେଥିରେ ଆମମାନଙ୍କର ନାହିଁ, ତାର ଅଛି, ପିଲାଟାର ଅଛି। ଗୋଟେ ପୋଏଟ୍ର ସ୍ୱତଃସ୍ଫୂର୍ତ୍ତା, ପୋଏଟ୍ ଯୋଉ ପ୍ରକାର ମନୋଭାବ ନେଇକିରି ଗୋଟେ କବିତା ଯେ ସୃଷ୍ଟି କରୁଛି, ସେ ଯୋଉ ଚେତନାରେ ରହିକିରି ତାର ସେ ସୃଜନଶୀଳତା, ତାର କବିତାର ଆତ୍ମା ଟିକେ କେବଳ ସିଏ ହିଁ ବୁଝିଛି। ଆମେ ତାକୁ ବୁଝିବାକୁ ହେଲେ ଆମକୁ ସେଇ ଚେତନାର ସ୍ଥିତିରେ ତା ସହିତ ଟ୍ୟୁନ୍ କରିବାକୁ ପଡିବ। ତେଣୁ ଏଇଠି ସେଇ ଟ୍ୟୁନିଂ କଥା ଫୋର୍ଥରେ ଆସୁଛି। ଟ୍ୟୁନିଂ ହେଉଛି ଯେମିତି ଆମର ମନେକର ଟିଭିରେ ଗୋଟେ ପର୍ଟିକୁଲାର ଚ୍ୟାନେଲରେ ଆସୁଛି, ଆମ ଟିଭିରେ ସେ ବ୍ୟବସ୍ଥା ଥିଲେ ଆମେ ତାକୁ ଟ୍ୟୁନ୍ କରିପାରିବା, କରିଲେ ସେଇ ଚ୍ୟାନେଲଟାକୁ ଆମେ ଦେଖିପାରିବା। ଆଉ ଯଦି ଆମର ସେ ବ୍ୟବସ୍ଥା ନଥିବ, ଅନୁସ୍ପନ୍ଦନ ଯଦି ଆମେ ଦେଇପାରୁନଥିବା, ତାହେଲେ ଆମେ ଆକ୍ଚୁଆଲି ଜାଣିପାରିବାନି। ତ ଏଇଠି ଆମେ ବର୍ତ୍ତମାନ ସପ୍ତମ ପାରାଗ୍ରାଫକୁ ଯିବା। ସପ୍ତମ ପାରାଗ୍ରାଫରେ ସେ କହୁଛନ୍ତି, ପ୍ରଭୁ କହୁଛନ୍ତି, since then eternal and immutable delight of being moving out into infinite and variable delight of becoming is the root of whole matter,
we have to conceive one indivisible conscious being behind all our experience, supporting them by its inalienable delight and effecting by its movement of the variations of the pleasure, pain and neutral indifference in our sensational existence. It is a bada वाक्य अछि आमे आको भांगी भांगी गिरी देखिबा भांगी भांगी गिरी गुटे गुटे पार्ट करी डिस्कशन करिया कथाटाको हमको अंततः किछि परिमाण ता भीतर प्रवेश कर परिया प्रभु कहउछन्ति since then eternal and immutable delight of the being moving out into the infinite and variable delight of becoming is the root of a whole matter. এই পর্যন্ত আমি যাবা এটি কোন প্রভু কইলে যে ইটারনাল ইমিউটেবল ডিলাইট ইটারনাল হলে শাশ্বত ইমিউটেবল মানে অপরিবর্তনীয় ডিলাইট হচ্ছে দিব্যানন্দ আনন্দ কাহার সে কোন ডিলাইট অফ বিং সত্তার মুভিং আউট ইনটু দি ইনফিনাইট এন্ড ভেরিয়েবল ডিলাইট অফ বিকামিং বিংটা যেতବେଳେ ବହୁତ ମଲ୍ଟିପୁଲ ହେଇଯାଏ ସେଠାରେ ବିକମିଂ ହେଇଯାଏ ବିକମିଂ ହେଉଛି ଗୋଟେ ଅନ୍ୟ ଗୋଟେ ରୂପ ନେବା ଗୋଟେ ଜନ୍ମ ନେବା ଯେମିତି ମନେକର ଗୋଟେ ଗଛଟିଏ ହଉ ବା ଗୋଟେ ଆମେ ମଞ୍ଜିଟେ ପୋତିଛେ ତା ଦେହରେ ସମ୍ଭାବନା ଅଛି ସେ କେତେ ଗୁଡେ ଗଛରେ ପରିଣତ ହଉଛି ଦ୍ୟାଟ୍ ଇଜ କଲ୍ଡ ବିକମିଂ ସେମିତି ବ୍ୟକ୍ତିଟେ ହଉ ବା ପ୍ରାଣୀଟେ ହଉ ଏସବୁ ଏଇଗୁଡ଼ିକ ହଉଛନ୍ତି ବିକମିଂ ତେଣୁ ସେ କହୁଛନ୍ତି ଯେ ସବୁ ଯାକ ଯେତେ ଆମେ ହୋଲ ସମସ୍ତ ବସ୍ତୁ ବସ୍ତୁର ଯଦି ମୂଳ ତତ୍ତ୍ୱକୁ ଆମେ ଦେଖିବା ସେ ମୂଳ ତତ୍ତ୍ୱଟା କଣ ସେଇଟା ପ୍ରକୃତରେ ସେ ବସ୍ତୁ ଗୁଡ଼ିକର ମୂଳ ତତ୍ତ୍ୱରେ ସେଇ ଡିଲାଇଟ୍ ଅଛି କେମିତି ଅଛି ନା ବିକମିଂ ଭାବରେ ଅଛି ତେଣୁ ସେ କହିଲେ ଯିଏ ଶାଶ୍ୱତ ଯିଏ ମାନେ ଯିଏ ଅପରିବର୍ତ୍ତନୀୟ ଇମ୍ୟୁଟେବଲ ନଟ୍ ଚେଞ୍ଜେବଲ ଡିଲାଇଟ୍ ଆନନ୍ଦ ଏଇ ଆନନ୍ଦମୟ ସତ୍ତା being a delight of the being moving out into the infinite and variable delight of becoming से ही निजे कौन करछथि से ही वर्तमान से सत्ता गोटे अंतहीन बा अनंत आ से ही होचंदी वैचित्रमय वेरिएबल को आनंद ना डिलाइट ऑफ बिकमिंग संवितर आनंद रूप रे से निजको प्रकाशित करछथि कोठी এই যে দৃশ্যমান জগতরে এই প্রাতিভাসিক জগতরে অতএব তেমন সে যেতବେଳେ এই জগতরে নিজକୁ প্রকাশিত କରିଛନ୍ତି ସେଇଟା ହେଉଛି ପ୍ରକୃତର ମୂଳ ତତ୍ତ୍ୱ ପ୍ରଭୁଙ୍କର କହିବା କଥା ଯେ ସେଇଟା ହିଁ ଏଇ ସତ୍ୟଟି ହେଉଛି ମୂଳ ତତ୍ତ୍ୱ ପ୍ରତ୍ୟେକ ବସ୍ତୁ ଯେତେ ଆମେ ଦେଖୁଛେ ଇଜ ଦି ରୁଟ୍ ଅଫ ଦି ହୋଲ ମ୍ୟାଟର ସେ ଇନାନିମେଟ ମ୍ୟାଟର ହଉ ବା ଆନିମେଟ ହଉ ସବୁ ବସ୍ତୁର ମୂଳ ତତ୍ତ୍ୱଟି ଏଇଆ ତାମାନେ पुणी थे मुझे रिपीट करुच्ची शाश्वत परिवर्तन रहित आनंदमय जो सत्ता सी अंतहीन वैचित्रमय संभूतिर आनंद रूप में प्रकाशित होती निजे ही वन रु मल्टीपल होती इनफाइनाइट एंड वेरिएबल डिलाइट ऑफ बिकमिंग इज द रूट ऑफ होल मैटर तेणु प्रत्येक वस्तुर मूल तत्व हूँ से मूल सत्यटी हूँ से तेणु यही सत्यटी सकल तत्वर मूल रूपे आम ग्रहण करवा केमती वस्तुटी होती पार्टी गला से कहते वी हैव टू कंसीव वन इंडिविजुअल कॉन्शियस बीइंग इंडिविजुअल कॉन्शियस बीइंग माने अखंड चित शक्तिर सत्ता जी वी हैव टू कंसीव वन इंडिविजुअल कॉन्शियस बीइंग बिहाइंड ऑल आवर एक्सपीरियंस supporting them by its inalienable delight and effecting by its movement the variation of pleasure, pain and neutral indifference in your sensible existence. ए and रा पूर्व पर्यंत से वाक्यर अंशटा को आमे आगे अकाउंट को लवा एवं ताकू ही बुझिबा को चाहेबा ताकू आगे बुझिबा तो आमे जानिले प्रथम कोन जे शाश्वत अनंत अपरिवर्तनीय आनंदर सत्ता से निजको गोटे परिवर्तनशील बा परिवर्तनीय वैचित्र संभूतिर आनंद रे परिणत कर दैछथि एवं ये होची से सृष्टिर मूल तत्व ये समस्त वस्तुर मूल कारण होची या तो आमे ताकू धारण करि परिबा सब अनुभूति रे
गोटे अविभाज्य चेतन सत्ता भाव ब्रह्म सत्ता भाव ग्रहण करवा एवं बुझा कौन बुझा ना समस्त आनंद होती आनंद ये जगत में जी जहाँ खाऊ से किए खाऊ से ब्रह्म ही खाऊ ब्रह्म निजक भी खाऊ जदि आम दृष्टि देखा तेणु प्रकृत में सी कहते कौन ना आम यो अनुभूति जिते आम भितर आसुची ये अनुभूति गुड़िक से कहते आम कौन बुझा आम वी हैव टू कंसीव आवर इंडिविजुअल कॉन्शियस बीइंग बिहाइंड ऑल आवर एक्सपीरियंस आमर जिते अनुभूति अनुभव आसूची तार पश्चात किए अच्छे आमको ये बुझा पड़ो तार पश्चात से अखंड चेतन सत्ता अच्छी अनुभूतिर पश्चात अखंड चेतन सत्ता अच्छी एक कथा आमको ग्रहण करा पड़ो वी हैव टू एक्सेप्ट और आपको कल्पना करा पड़ो एवं कौन होती आमर सकल अनुभूति कौन होती जदि अच्छी सी अनुभूति गुड़िक कौन हो ऑल आवर एक्सपीरियंस सपोर्टिंग देम बाय इट्स इनएलिएनेबल डिलाइट एंड इफेक्टिंग बाय इट्स मूवमेंट तापर इफेक्टिंग कथा देखिए आगे आगे से कहते बीइंग बिहाइंड ऑल आवर एक्सपीरियंस सपोर्टिंग देम बाय इट्स इनएलिएनेबल डिलाइट तमाने जो सकल अनुभूति है सी अखंड सत्ता आपणार जो अविच्छेद्य आनंद ताकू से धारण करिछि सपोर्ट करुछि अखंड आनंद इनएलिएनेबल डिलाइट माने अखंड आनंद से आनंद खंडित होनी जमार अविच्छेद्य से आनंद कौन कर आमर अनुभव पश्चात ही सपोर्ट कर हमको बुझा पड़ो जी इंडिविजुअल जी कॉन्शियस बीइंग तांकर पश्चात आमर जो गुड़िक अनुभव रोचे सी सपोर्ट करुना इनएलिएनेबल डिलाइट एंड तापर कौन करना इफेक्टिंग बाय इट्स मूवमेंट्स द वेरिएशन ऑफ प्लेजर पेन एंड न्यूट्रल इंडिफरेंस इन योर सेंसेशनल एक्जिस्टेंस दिस इज मोस्ट इंपोर्टेंट सेंसेशनल एक्जिस्टेंस कहले यहाँ हूँ इंद्रियगत अस्तित्व जोड़ा मैंने आम यो जगत अच्छे ये जो जगत में आम रहीचे ये आमर सबकि आम अनुभव करते आम इंद्रिय द्वारा तेणु आम अस्तित्व आम आमर जो सत्ताटी तारी द्वारा ही आम बुझीपार से कौन अनुभव कौन सीधा रिपीट कले अनुभव कर प्लेजर पेन एंड न्यूट्रल इंडिफरेंस ताने आम सुख आ दुख ता सहित तटस्थ बा उदासीनता निष्क्रिय उदासीनता अनुभव करुचु कौटू आसला से ये जो भेरिएशन टा कौटू आसला कहार मूवमेंट किए इफेक्टेड कला एक फलप्रद करेला किए आसला कौटू से किए सपोर्ट को क्या द्वारा इनएलिएनेबल डिलाइट द्वारा सपोर्टेड होची एवं ये जो इंडिविजुअल कॉन्शियस बीइंग तांकर पश्चात जो अनुभवटी जो एक्सपीरियंस सी ही सपोर्ट कर आमे 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 डायरेक्टली आम भितर यहाँ नाही बोली परसेप्शन नाही बोली इंट्यूटिव परसेप्शन नाही बोली आमे सीना बुझीपारनु जानीपारनु किंतु आमे जदि से गभीरता भीतर को जीवा तार आमे देखा सब हूँ सब किसी होती ब्रह्म गतिशील अवस्था हो चितावस्था हो जो हो सबुठ से अच्छा किंतु आम पाखे जो गुड़ाक अच्छी प्रातिभाषिक सत्य आपेक्षिक सत्य भाव अच्छी इंटीग्रालिटी आमर ना कहीं आमर जेहेतु इंटीग्राल व्यू ना तेणु जापर आ इंटीग्राल व्यू का प्रभु ये इंडिकेशन दौरान केवल इंटीग्राल व्यू आसो जिते आम निजक एक्सीड कर जो मेंटल कॉन्शियसनेस एक्सीड कर अतिमानस जगत में पहुंचा से प्रोब्लेम हेनी से ब्रह्मंकर समस्त किसी परिप्रकाश को सी अपरिवर्तनीय हूँ इटरनाल शाश्वत जहाँ हूँ लीलाखेला को आउ परसीव कर किसी प्रोब्लेम हेनी तेणु तेणु से नेक्स्ट कौन कहले प्रभु जदि सी आमर सबुजाक अनुभूति जदि सी अखंड सत्ता तार जो अविच्छेद आनंद द्वारा धारण कर जो गतिस्पंदन द्वारा आमको से इंद्रिय बोधटा देती आ जो इंद्रिय बोधटा आमको देते आम जी सरफेस अच्छे आम सुख दुख कौन बुझुचे उदासीनता कौन बुझुचे ये सब वैचित्र आम भितर अच्छी आम से जापरु केतबले आम भर को कौन कहीं सुखटा को कौ स्थिति आम सुख पाचु कौ स्थिति आम दुख पाचु
କୋଉ ଆମେ ନା ସୁଖ ପାଉନୁ କି ଦୁଃଖ ପାଉନୁ ଉଦାସୀନ ହେଇକି ରହୁଛୁ ତାପରେ ତାକୁ ଆହୁରି କ୍ଲିୟର କରୁଛନ୍ତି ତାର କାରଣ ହଉଛି କଣ ସେ କହୁଛନ୍ତି ଦ୍ୟାଟ୍ ଇଜ ଆୱାର ରିଅଲ ସେଲ୍ଫ ଅଖଣ୍ଡ ସତ୍ତାଟି ହଉଛି ପ୍ରକୃତିର ଯଥାର୍ଥ ସତ୍ତା କିନ୍ତୁ ଆମର ତ ଖଣ୍ଡିତ ଆମ ପାଖରେ କିଏ ଖଣ୍ଡିତ ନା ମେଣ୍ଟାଲ ବିଙ୍ଗ ହେଲା ମନୋମୟ ସତ୍ତା ମନୋମୟ ସତ୍ତା ସବୁକୁ ଖଣ୍ଡ ଖଣ୍ଡ କରି ବୁଝିବ ତେଣୁ ସେ ଲେଖୁଛନ୍ତି ଦ୍ୟାଟ୍ ଇଜ ଆୱାର ରିଅଲ ସେଲ୍ଫ ଦି ମେଣ୍ଟାଲ ବିଙ୍ଗ ସବଜେକ୍ଟ ଟୁ ଦି ଟ୍ରିପଲ ଭାଇବ୍ରେସନ can only be a representation of our real self put in front of the purposes of the sensational experience of things এই পর্যন্ত আমি ଯିବା ସେ କହୁଛନ୍ତି ଆର ସେଇ ଯୋଉ ଭାଇବ୍ରେସନ ଗୁଡ଼ିକ ଆସୁଛି କ'ଣ ସୁଖ ଆସୁଛି ଦୁଃଖ ଆସୁଛି ତଟସ୍ଥ ଅବସ୍ଥା ଆସୁଛି ବା ଉଦାସୀନତାର ଅବସ୍ଥା ଆସୁଛି ସେଇଠୁ ଆସୁଛି এইটা সেন্সেশনাল এক্সপিরিয়েন্সটা ସିଏ ଦଉଛି ସେଠୁ ସେନ୍ସେସନାଲ ଏକ୍ସପିରିଏନ୍ସ କହିଲେ ଯୋଉ ଇନ୍ଦ୍ରିୟଗତ ଯୋଉ ଅନୁଭବ ଗୁଡାକ କିଏ କରୁଛି ନା ମେଣ୍ଟାଲ ବିଙ୍ଗ ଏଇ କଥାଟା କରୁଛି ତାର କାରଣ ହଉଛି କିଏ ଗୋଟେ ରିପ୍ରେଜେଣ୍ଟେଟିଭ ଭାବରେ କାମ କରୁଛି ରିଅଲ ସେଲ୍ଫର ଦ୍ୟାଟ୍ ଇଜ ଷ୍ଟାର୍ଟିଂ ପଏଣ୍ଟ ଆମେ ଗୋଟେ ଷ୍ଟାର୍ଟିଂ ଷ୍ଟେଜରେ ଅଛେ ଯୋଉ ଷ୍ଟାର୍ଟିଂ ଷ୍ଟେଜରେ ସର୍ଫେସରେ ଆମେ ରହିଛେ ଏଇ ଯୋଉ ପ୍ରାତିଭାସିକ ଜଗତର ସର୍ଫେସରେ ଆମେ ରହିଛେ ଆମେ वी आर ଗାଇଡେଡ ବାଇ ମେଣ୍ଟାଲ ବିଙ୍ଗ ଆଉ ଆମର ବ୍ୟକ୍ତିତ୍ୱ କହିଲେ ଆମ ଇଗୋସେଣ୍ଟ୍ରିକ ସେ ତାରି ଦ୍ୱାରା ଆମେ ଗାଇଡେଡ ହଉଛୁ କିନ୍ତୁ ସିଏ କହୁଛନ୍ତି ଯେ ସିଏ କିନ୍ତୁ ଯଥାର୍ଥ ଯିଏ ସତ୍ତା ତାର ସେ ରିପ୍ରେଜେଣ୍ଟେଟିଭ ପ୍ରକୃତରେ ଆମ ଭିତରେ ଯଥାର୍ଥ ସତ୍ତା କିଏ ଯଥାର୍ଥ ସତ୍ତା ସାଇକିକ ବିଙ୍ଗ ଯୋଉ ପର୍ଯ୍ୟନ୍ତ ସେ ସାଇକିକ ବିଙ୍ଗ ଆସିନି ତେଣୁ ଆମ ପାଖରେ ଯାହା କିଛି ଅନୁଭୂତି ହଉଛି ସେଗୁଡା ସବୁ ଇନ୍ଦ୍ରିୟଗତ ଅନୁଭୂତି ଏବଂ ସେଠି କିଏ ସେ କାର୍ଯ୍ୟଟିକୁ କରିବ ଯୋଉ ସୁଖ ଦୁଃଖ ଏଇସବୁର ଅନୁଭବ ହବ ତାକୁ କିଏ କରାଇବ ସେ ଭାଇବ୍ରେସନ ଯୋଉ ତ୍ରୟୀ ଭାଇବ୍ରେସନ ତାକୁ କିଏ ରିପ୍ରେଜେଣ୍ଟ କରିବ ନା ସିଏ ହଉଛି ମନ ସିଏ ଫ୍ରଣ୍ଟରେ ରହୁଛି in front of the purposes of sensational experience of things which is the first rhythm of our divided consciousness ଦେଖନ୍ତୁ consciousness ଟା ଯେତେବେଳେ undivided ଥିଲା eternal ଥିଲା indivisible ଥିଲା immutable ଥିଲା ସେ ଏଇଠି ପ୍ରୋଜେକ୍ଟ ହେଲା ଯୋଉଠି ଏଇ ଜଗତରେ ସେତେବେଳେ ପ୍ରଥମ ତାର ରିଦିମ ଆସିଲା ଛନ୍ଦଟି ହେଲା କ'ଣ ନା divided consciousness and its response and reaction to the multiple contacts of the universe କାହିଁକି ୟୁନିଭର୍ସଟା କ'ଣ କି ୟୁନିଭର୍ସଟା ହେଉଛି multiple manifestation ଯେହେତୁ multiple manifestation so there is it is likely to be multiple contact ରହିବ ତାର ରିଆକ୍ସନ ବି ରହିବ ତା କନସିୟସନେସଟା ଯଦି ଡିଭାଇଡ ନ ହବ ମନେକର ଆମେ ଗୋଟେ ହାରମୋନିୟମ ବଜାଉଛେ ଗୋଟେ ବେହେଲା ବଜାଉଛେ କିମ୍ବା ଗୋଟେ ତବଲା ବଜାଉଛି ସବୁ ଗୁଡାକ ଏକା ସାଙ୍ଗରେ ବାଜୁଛି ତାଙ୍କ ଭିତରେ ଗୋଟେ ୟୁନିସନ ରହୁଛି ସେମାନେ ଛନ୍ଦାୟିତ ହେଇଛନ୍ତି ତାଙ୍କ ଭିତରେ ଗୋଟେ ମେଳ ଖାଉଛି ଗୋଟେ କିନ୍ତୁ ସମସ୍ତଙ୍କର ମେଳ ସିନା ଖାଉଛି କିନ୍ତୁ ସେମାନଙ୍କର ଯୋଉ ସ୍ୱର ସେଥିରୁ ବାହାରୁଛି ଯୋଉ ଯନ୍ତ୍ରରୁ ଯୋଉ ପ୍ରକାରର ବାହାରିବା କଥା ଅଲଗା ଅଲଗା ବାହାରୁଛି ସେ କିନ୍ତୁ ତାର ଗୋଟେ ମାନେ ଯୋଉ ମେଳନଟା ହଉଛି ତାଙ୍କ ଭିତରେ ସଙ୍ଗତଟା ହଉଛି ସେଇଟା ଗୋଟେ ପର୍ଟିକୁଲାର ଇଏ ଭିତରେ ଯାଉଛି ରିଦିମ ଭିତରେ ଯାଉଛି ଆଉ ସେ ରିଦିମ ଭିତରେ ନ ଗଲେ ସେଇଟାର ନଏଜ ବାହାରିବ ମଧୁର ସଙ୍ଗୀତ ବାହାରିବନି ତ ଏଠି ପ୍ରଥମ ଆଗ ଭାଇବ୍ରେସନଟା କୋଉଠି ହେଲା ଫାର୍ଷ୍ଟ ରିଦିମଟା ହେଲା ଡିଭାଇଡେଡ କନସିୟସନେସରେ ଏବଂ ସେ କ'ଣ କଲା ତା ରେସ୍ପନ୍ସ ଆଉ ରିଆକ୍ସନ କାହା ସହିତ ନା ମଲ୍ଟିପୁଲ କଣ୍ଟାକ୍ଟରେ ଆସିଲା ସେ କାରଣ ଏଇ ଜଗତଟା ମଲ୍ଟିପୁଲ ମ୍ୟାନିଫେଷ୍ଟେସନ ଅଫ ଦି ବ୍ରହ୍ମନ ତ ସିଏ ବର୍ତ୍ତମାନ ଇମ୍ୟୁଟେବୁଲଟା ମ୍ୟୁଟେବୁଲ ହେଇଯାଇଛନ୍ତି ଇନଫାନାଇଟ୍ ହେଇଛନ୍ତି ଭେରିଏବୁଲ ହେଇଯାଇଛନ୍ତି ଏଠି ଡିଲାଇଟ୍ ମଧ୍ୟ ଭାରିଏବୁଲ ଫର୍ମରେ ଅଛି ତେଣୁ ସିଏ ସମସ୍ତଙ୍କର ଏକା ଭାବରେ ସେ ଆନନ୍ଦଟା ପରିପ୍ରକାଶିତ ହେଇନି ତେଣୁ ସେ ଅଖଣ୍ଡ ସତ୍ତାଟି ପ୍ରକୃତରେ ଆମର ଯଥାର୍ଥ ସତ୍ତା କିନ୍ତୁ ସୁଖ ଦୁଃଖ ଉଦାସୀନତା ଏଇ ଯୋଉ ଆମର ସବୁ ତ୍ରିବିଧ ଯୋଉ ଆମର ସବୁ ଅନୁଭୂତି ଆସୁଛି ଇଏ ଗୋଟେ କମ୍ପନ ଯୋଉଟା ପୃଷ୍ଠଭୂମିର କମ୍ପନର ଅଧୀନରେ ରହିଛନ୍ତି ଏବଂ ସିଏ କିଏ ତାକୁ ଆଇଡେଣ୍ଟିଫାଇ କରୁଛି କିଏ କହୁଛି ନା ମନୋମୟ ସତ୍ତା କେମିତି କରୁଛି ନା ତାର ଗୋଟେ ଟଚ୍ ପ୍ରତିସ୍ପର୍ଶ ଅଛି ପ୍ରତିକ୍ରିୟା ଅଛି ପ୍ରତ୍ୟେକ ଆକ୍ସନର ଗୋଟେ ରିଆକ୍ସନ ରହିଛି ଏବଂ ସେଇ ଚେତନା ଗୁଡାକ ଖଣ୍ଡ ଖଣ୍ଡ ହେଇଯାଉଛି ସେଠି ଯେତେବେଳେ ସେମାନେ ରିଫ୍ଲେକ୍ଟେଡ ହେଇକି ଆସୁଛନ୍ତି ପ୍ରତିକ୍ରିୟା ହେଇକି ରିଆକ୍ସନ ହେଇକି ଆସୁଛନ୍ତି ଖଣ୍ଡ ଖଣ୍ଡ ହେଇଯାଉଛନ୍ତି କିନ୍ତୁ ସେଇଟା ପ୍ରଥମ ଛନ୍ଦ ସେ ଛନ୍ଦଟା କେବଳ ଇନ୍ଦ୍ରିୟ ବୋଧ ତାକୁ ବୁଝିପାରିବ
इंद्रिय बोधर जो अभिज्ञता से ही से जापर कहीं ना सी कौट रही ना पृष्ठभाग रही फ्रंट सरफेस रही इनर ना अंतर्गत नुहे कि बियॉन्ड माइंड नुहे बियॉन्ड माइंड प्लेन नुहे कि अंतर्गत नुहे से दृष्टि हूँ प्रथम रिदिम तापर कौन जीव देखिए प्रभु केते सुंदर भाव में कहते टाइम इट इज एन इम्परफेक्ट रेस्पॉन्स ए tangled and discordant rhythm preparing and preluding the full and unified play of conscious being in us से कहते है जे किंतु ये प्रतिक्रिया जो क्रिया प्रतिक्रिया होता कौन कहते इट इज एन इम्परफेक्ट रेस्पॉन्स यहाँ गोटे अपूर्ण प्रतिक्रिया आउ कौन ना ये टांगल्ड माने जटिल एंड डिस्कॉर्डेंट माने तालमेल किसी ना तार अताड़ियाटा डिस्कॉर्डेंट रिदिम ये जो मुझे कहली नॉइज जदि रिदिमटा गोटे संगत न हम गोटे ता भितर जदि गोटे यूनिसन न आसो ताले से जोड़ा हम डिस्कॉर्डेंट रिदिम हम तो से प्रिपेयरिंग and preluding in full an unified play of consciousness being in us किंतु तथापि से गोटे आमको गोटे पूर्वाभास दौर से निजे प्रस्तुत कौन ना फॉर यूनिफाइड प्ले ऑफ कॉन्शियस बीइंग इन अस आम भीतर सचेतन सत्ता सी तार प्रस्तुति गोटे पूर्वाभास मिलूँ संपूर्ण भाव में जो गोटे समय आसो दैट प्ले विल बी यूनिफाइड से कहते ये जो प्रतिस्पर्श अपूर्ण ये छंदर बहुत जटिलता रही आदर मेल खाऊनी यहाँ बहुत विषमता रही आ भितर दिने से कौन हम से जो चेतन पुरुष दि कॉन्शियस बीइंग चेतन पुरुषर जो परिपूर्ण एकत्वर जो लीला आ भितर संगठित हम एबे सीना नहीं ये आमर जो फास्ट रिदिमटा है प्रथम जो स्पंदन टी रिदिम ताको एक्सप्रेस करि पारुने किंतु तार गोटे धर गोटे बही मुखबंध थाए मुखबंध कौन करा जाए प्रिल्यूड थाए तार गोटे विषय वस्तु गोटे पूर्वाभास थाए से कहते यहीटा जदियो डिस्कॉर्डेंट रिदिम किंतु तथापि डिस्कॉर्डेंट रिदिमटा गोटे समय आसो से गोटे सिम्फनी हम माने से छंदमय हम तापर यथार्थ परिपूर्ण छंदमय गोटे ऐक्यता ना आसो तार से गोटे आभास मिलूँ प्रिपेयरिंग स्टेज अच्छी इनिशियली जो पृष्ठभूमि जहाँ किसी से गोटा तार इम्परफेक्ट रेस्पॉन्स तेणु से जटिल अच्छी अमेल से तार अमेल और तार पूर्वाभाषा आगु मिलूँ पूर्वाभाष कहीं सी प्रस्तुति हो कौन प्रस्तुति होती कौन ना यूनिफाइड प्ले ऑफ द कॉन्शियस बीइंग इन अस आम भितर समस्त भितर जेहेतु ब्रह्म अच्छा तेणु तांकर जो एकत्वर लीला परिपूर्ण एकत्वर लीला सी होती सी ब्रह्म से ही होती पुरुष से लीलाटा संगठित हम तार गोटे पूर्व आयोजन कराऊँ प्रिपेरेसन कराऊँ पूर्वाभास दिया तो कहीं पारुनी प्रभु लिखुं ब्यूटिफुल कर सेंटेंस अड़ुआ लगे कहीं इट इज नॉट द ट्रू एंड परफेक्ट सिम्फनी मन देखिए शुणु इट इज नॉट द ट्रू एंड परफेक्ट सिम्फनी that may be ours if we can once enter into sympathy with the one in all variations and attune ourselves to the absolute and universal diapason एटा कौन बाय ही पारुनी ना असल कथा होती आमे जदि कौन करि पारंतु से कौन करि पारले एटा आमे पांतु से ये वैचित्र्य भितरे से एक एवं अद्वितीय सहित एका प्रकार अनुभूति आबद्ध हो पारे एवं परम तथा विश्वमय ऐक्य स्वरटी सहित आपणा स्वरटी एकाठी गुंची दे पारे आमे जाइकरी यथार्थ परिपूर्ण ऐक्यतान अधिकार हो पारंतु किंतु से आमे करनु एपर्यंत करूनु तार तो हबनी तार आभास मिल सारे आम करूँ एवं से सिम्फनी से जाए पहुँचू ताने यहाँ केवे हम आम भीतर गोटे केमती संभव हम ये समस्त वैचित्र्य भितर गोटे ऐक्य अच्छी बोली आमको आगे प्रथम ग्रहण करिया पड़ो आ सी ऐक्य होती किए होती से परम अद्वय सी अच्छा तेणु आम जिते परफेक्ट सिम्फनी सहित ट्यून हो आमर छंद छंद सहित छंदायित हो
ଐକ୍ୟତା ଆସିଯିବ ସେତେବେଳେ ଆମେ କ'ଣ କରିପାରିବା ନା ଆମେ ଜଣେ ଜଣେ ସଚ୍ଚିଦାନନ୍ଦ ଅଛନ୍ତି ସମସ୍ତ ବୈଚିତ୍ର୍ୟ ଭିତରେ ସବୁଠି ସେ ଅନୁପ୍ରବେଶ କରିଛନ୍ତି ସବୁଥିରେ ଆମକୁ ଯିବାକୁ ପଡ଼ିବ ତାଙ୍କରି ଛନ୍ଦ ସହିତ ଆମକୁ ଛନ୍ଦାୟିତ ହେବାକୁ ପଡ଼ିବ ଏବଂ ପରିପୂର୍ଣ୍ଣ ଐକ୍ୟତା ସହିତ ଅନୁସ୍ପନ୍ଦିତ ହେବାକୁ ପଡ଼ିବ ତାହେଲେ ଯାଇକି ଆମେ ତାର ଅଧିକାରୀ ହେଇପାରିବା ଏବଂ ତାକୁ ବୁଝିପାରିବା ଅଦରୱାଇଜ୍ ନଟ୍ ସେଥିପାଇଁ କହୁଛନ୍ତି ଇଟ୍ ଇଜ୍ ନଟ୍ ଏଇଟା ଆଉ ହେଇପାରିବନି ଯେଉଁ ପର୍ଯ୍ୟନ୍ତ ଆମେ କ'ଣ କରିପାରିନୁ ଯେଉଁ ପର୍ଯ୍ୟନ୍ତ ଆମେ ତାଙ୍କ ସହିତ ତାଙ୍କର ବୈଚିତ୍ର୍ୟ ଭିତରେ ସିଏ ଯେ ଜଣେ ଅଛନ୍ତି ତାଙ୍କର ଚେତନା ସହିତ ପ୍ରବେଶ କରି ତାଙ୍କରି ଛନ୍ଦରେ ଯେତେବେଳେ ଛନ୍ଦାୟିତ ହେବା ତାହେଲେ ଯଥାର୍ଥ ଆଉ ପରିପୂର୍ଣ୍ଣ ଗୋଟେ ଐକ୍ୟତାନର ଅନୁସ୍ପନ୍ଦନ ସହିତ ଆମେ ମିଶିପାରିବା ଆଉ ସେଇ ସ୍ଥିତିରେ ହିଁ କେବଳ ଆମ ଭିତରେ ଇମ୍ପରଫେକ୍ସନ୍ ରହିବନି ଆମ ଭିତରେ ଜଟିଳତା ରହିବନି ଆମ ଭିତରେ ଅମେଳ କିଛି ରହିବନି ସେତେବେଳେ ସେ ରିଡିମ୍ଟା ଯଥାର୍ଥ ପରିପୂର୍ଣ୍ଣ ଛନ୍ଦମୟ ଐକ୍ୟତାନ ହେବ କାରଣ ଦ୍ୟାଟ୍ ଇଜ୍ ଦି ୟୁନିଟି ସେଇଟା ହିଁ ହେଉଛି ସେଇଥିପାଇଁ କହୁଛନ୍ତି ଯେ ସେତିକିବେଳେ ଆମେ ଆସିପାରିବ ତାଙ୍କ ସହିତ ଯେତେବେଳେ ଆମେ ମିଶିପାରିବା ଆସିପାରିବ ୟାର ପରବର୍ତ୍ତୀ ଚାପ୍ଟରରେ ତାକୁ ଆହୁରି କ୍ଲାରିଫିକେସନ୍ ଦେଇଛନ୍ତି ଟିକିନିକି କରି ପ୍ରଭୁ ଯେଉଁ କହିଲି 4, 5, 6, 7, 8 ଏଇ କେତୋଟି ପାରାଗ୍ରାଫ ପୁରା ପରସ୍ପର ସହିତ ସଂଯୋଜିତ ଏବଂ ସେ ସଂଯୁକ୍ତ ସେ ତେଣୁ ତାକୁ ଗୋଟାକୁ କହି ଡିସ୍କସନ୍ କଲେ ଅନ୍ୟ ଗୁଡ଼ାକୁ କରିବାକୁ ପଡ଼ୁଛି ତେଣୁ ଆମେ ପ୍ରକୃତରେ ଏଇଟା ଏଇ ଯେଉଁ ଜିନିଷଟା ଆମେ ସତ କଥା କହିବାକୁ ଗଲେ ଆମେ ଏଇଟାକୁ ସିନା ପଢ଼ୁଛୁ ବାରମ୍ବାର ପଢ଼ିକି ମନେ ରଖୁଛୁ କିନ୍ତୁ ଆମେ ଅନୁଭବି ପାରୁନୁ ବୋଲି ସେଇଥିପାଇଁ ଜିନିଷଟି ଆମ ପାଖରେ ଏତେ ବୋଧ୍ୟ ହେଇପାରୁନି କାହିଁକି ନା ଇଏ ଗୁଡ଼ିକ ଆମ ପ୍ରାତିଭାସିକ ଜଗତର ଦୃଶ୍ୟମାନ ଜଗତର ବା ବାହ୍ୟ ସର୍ଫେସରେ ଘଟୁଥିବା ଘଟଣା ନୁହେଁ ଅତି ବେଶୀରେ କ'ଣ ଜାଣୁଛୁ ଆମେ ଜାଣୁଛୁ ସୁଖ ଦୁଃଖ କିମ୍ବା ଗୋଟେ ସୁଖ ନାହିଁ କି ଦୁଃଖ ନାହିଁ ଗୋଟେ ଉଦାସୀନ ଭାବ ଆମେ ସେଇଟା ଡିପେଣ୍ଡ କରୁଛୁ ସଫଳତା ଉପରେ ବିଫଳତା ଉପରେ କ'ଣ ଏମିତି ସାଧାରଣ କଥାଟେ ଆପଣଙ୍କର ଗୋଟେ ଧର ଘରେ ଗୋଟେ ମୋଟରଟେ ଚଲାଉଛନ୍ତି ଗୋଟେ ସୁଇଚ୍ ମାରିଲା ବେଳକୁ ମୋଟର ଚାଲୁନି ହଠାତ୍ ମନଟା କ'ଣ ହେଇଯାଉଛି ଏମିତି କେତେ ଛୋଟିଆ ଘଟଣା ମଧ୍ୟ ଆମକୁ ସେଇ ସୁଖ ଦୁଃଖ ସେଇ ଭାଇବ୍ରେସନକୁ ନେଇଯାଉଛି ଆମକୁ କେତେ ଟିକିନିକି କରି ପ୍ରଭୁ ତାକୁ ମାନେ ଡିସେକ୍ଟ କରିକି ତାକୁ ବାହାର କରିଛନ୍ତି ତେଣୁ ଯେତେବେଳେ ଆମେ ସେଇ ସ୍ଥିତିକୁ ଯିବା ସେଇ ଐକ୍ୟତାନଟି ପାଇବା ଏବଂ ପରିପୂର୍ଣ୍ଣ ଛନ୍ଦ ଭିତରେ ଐକ୍ୟତାନ ପାଇବା ସେତେବେଳେ ଯାଇକି ଆମେ ଏ କଥା ବୁଝିପାରିବା ଅନ୍ତତଃ ସେତେବେଳେ ପରସିଭ୍ କରିପାରିବା ବନ୍ଦେ ମାତରମ୍।